ମାଟି ତଳୁ ମିଳିଲା ଶିବଲିଙ୍ଗ। ପାଣି ଢାଳିଲେ ନୀଳ ହେଉଛି ଶିବଲିଙ୍ଗ। ତେବେ ଆସନ୍ତୁ ଏହା ମଧ୍ୟରେ ଥିବା ରହସ୍ୟ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ମାଟି ତଳୁ ବାହାରିଲା ଶିବଲିଙ୍ଗ। ପୂଜା ଅର୍ଚ୍ଚନା କରିବା ପରେ ଲିଙ୍ଗର ବଦଳୁଛି ରଙ୍ଗ। ଯାଜପୁର ମ୍ୟୁନିସିପାଲିଟି ୟୁନିଟ୍ 16 ଅନୁରୋଧପୁର ଗ୍ରାମର ରାଧେଶ୍ୟାମ ପତି ଓ ରବିନାରାୟଣ ପତିଙ୍କ ବିଲରୁ ଏହି ଶିବଲିଙ୍ଗ ଠାବ କରାଯାଇଥିଲା। ଗତ 20 ତାରିଖ ଦିନ ଟ୍ରାକ୍ଟର ହଳ କରୁ କରୁ ଲଙ୍ଗଳ ଏହି ଶିବଲିଙ୍ଗ ଉପରେ ବାଜିଥିଲା। ତେବେ ଖବର ପାଇ ବହୁ ଲୋକେ ପହଞ୍ଚି ଜେସିବି ସହାୟତାରେ 8 ରୁ 10 ଫୁଟ ଖୋଳିବା ପରେ 2 ଫୁଟ ଉଚ୍ଚତାର ଏକ ଶିବଲିଙ୍ଗ ବାହାରିଛି। ତେଣୁ ମାଟି ତଳୁ ମହାଦେବ। ନବରଙ୍ଗପୁର ନାଗା ଭୈରବ ପାହାଡ଼ରେ ମାଟି ଖୋଳୁ ଖୋଳୁ ବାହାରିଲା ଶିବଲିଙ୍ଗ। ପୂଜା ଅର୍ଚ୍ଚନା ପାଇଁ ପାହାଡ଼ରେ ଭକ୍ତଙ୍କ ଭିଡ଼। ତା ପରଦିନ ପୂଜା କରିବାକୁ ଏହି ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ ହେଉଥିବା କହିଛନ୍ତି ଭକ୍ତ। ତେବେ ଶିବଲିଙ୍ଗ ଉପରେ ପାଣି ଢାଳିଲେ ନୀଳ ରଙ୍ଗ ଓ କିଛି ସମୟ ପରେ ପୁଣି ରଙ୍ଗ ପରିବର୍ତ୍ତନ ହେଉଥିବା କୁହାଯାଉଛି। ତେବେ ସୋମବାରରେ ଶିବଲିଙ୍ଗକୁ ମଧ୍ୟ ପୂଜା ଅର୍ଚ୍ଚନା କରିବା ସହିତ ଏହି ଶିବଲିଙ୍ଗକୁ ଧବଳେଶ୍ୱର ନାମରେ ନାମିତ କରି ପୂଜା ଜାରି ରଖିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପଟେ ଭକ୍ତ ଜାଗାରେ ଶିବ ବାହାରିବାରୁ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।